हरि ओम हरि ओम कुहନ୍ତୁ। हरिओम गुरुजी प्रणाम। आज्ञा प्रणाम प्रणाम। गोटे छोटिया कथाटा खाली पचारि बोली डिस्टर्ब कली ନାଇଁ आपनको। ନାଇଁ ନାଇଁ ପ୍ଲିଜ କୁହନ୍ତୁ କୁହନ୍ତୁ କୁହନ୍ତୁ। ए, ଆମେ ଯୋଉ ପୂଜା ପୂଜି କଲା ବେଳକୁ ଯୋଉ ମନ୍ତ୍ର ଉଚ୍ଚାରଣ କରୁଛୁ ଆଜ୍ଞା ତାର ଆକ୍ଚୁଆଲି ଉଦ୍ଦେଶ୍ୟ କଣ? ସୁନ୍ଦର ବହୁତ କେବଳ ଗଭୀର ପ୍ରଶ୍ନ। ହଁ, ମୁଁ ଭାବୁଛି କେବଳ ମନକୁ ଶାନ୍ତ କରିବା, ଏକାଗ୍ରତା ଆଣିବା। ଆଜ୍ଞା ଆଜ୍ଞା ଦେଖନ୍ତୁ ସର୍ବପ୍ରଥମେ ବୁଝନ୍ତୁ ମନ୍ତ୍ର କଣ ଶବ୍ଦ ହୁଁ ହୁଁ ହଁ କି ନାଇଁ ଶବ୍ଦରୁ ହଁ ଶବ୍ଦ ଶବ୍ଦ ତରଙ୍ଗ। ଶବ୍ଦ ତରଙ୍ଗ। ଆଚ୍ଛା ହୁଁ ମନ୍ତ୍ରର ଦୁଇଟା ଆବଶ୍ୟକତା ଅଛି ଦୁଇଟା ଆବଶ୍ୟକତା। ହୁଁ ପ୍ରଥମେ ଯେତେବେଳେ ଆମେ ବାହାରେ ମନ୍ତ୍ର ଉଚ୍ଚାରଣ କରୁଛେ ହୁଁ ବେଦ ମନ୍ତ୍ର ହଉ କି ଶାସ୍ତ୍ରର ଯେକୌଣସି ଶ୍ଲୋକ ହଉ ଯେତେବେଳେ ଆମେ ହୁଁ ବାହାରେ ଉଚ୍ଚାରଣ କରୁଛେ ସେଠି ହୁଁ କଣ ହଉଛି ଜଣେ ଜଣଙ୍କୁ ଏ ତତ୍ଵକୁ ବୁଝେଇବା ପାଇଁ କିମ୍ବା ବୁଝିବା ପାଇଁ ପ୍ରୟାସ କରୁଛେ ଚର୍ଚ୍ଚା ହୁଁ ହଉଛେ। ହୁଁ ଯେମିତିକି ଗୀତାର ଗୋଟେ ଶ୍ଲୋକ ଆମେ ପଢିଲେ ସେ ହୁଁ ଶ୍ଲୋକ ପଢୁଛେ ଏଇଥିପାଇଁ କି ନିଜେ ବୁଝିବା ପାଇଁ କି ଅନ୍ୟକୁ ବୁଝିବା ପାଇଁ ହୁଁ ବୁଝିପାରୁଛନ୍ତି। ଆଚ୍ଛା ହୁଁ ଦ୍ଵିତୀୟ ମନ୍ତ୍ରକୁ ଯେତେବେଳେ ମନରେ ଉଚ୍ଚାରଣ କରୁଛେ ହୁଁ ସେତେବେଳେ ଉଦ୍ଦେଶ୍ୟ ରହୁଛି ମନକୁ ଏକାଗ୍ର କରିବା ପାଇଁ। ହୁଁ ବୁଝିପାରୁଛନ୍ତି ମନରେ ମନ୍ତ୍ର ହୁଁ କୋଉ ମନ୍ତ୍ର ଉଚ୍ଚାରଣ କରୁଛେ ଗୁରୁ ମନ୍ତ୍ର ଗୁରୁ ମନ୍ତ୍ର ହୁଁ ଗୁରୁ ମନ୍ତ୍ର ଓମ୍ ହଉ କି ଯାହାବି ହଉ କି ଯାହାବି ଯାହାବି ଗୁରୁଙ୍କ ହଉ ଠାରୁ ଯାହାବି ପ୍ରାପ୍ତି ହଉ ହେଇଛି। ଯାହାବି ହୁଁ ହଉ ଯେତେବେଳେ ହୁଁ ମନରେ ସେ ମନ୍ତ୍ରକୁ ଆମେ ଉଚ୍ଚାରଣ କରୁଛେ ମନ ହୁଁ ବିଭିନ୍ନ ବିଚାରର ବେଗରେ ବାନ୍ଧିଛନ୍ଦି ହେଇକି ଅଛି। ମନ ହୁଁ ବିଭିନ୍ନ ପ୍ରକାର ବୃତ୍ତି କରୁଛି ତ ହୁଁ ସେପରିକା ବିଭିନ୍ନ ବୃତ୍ତିରେ ବାନ୍ଧି ହେଇଥିବା ମନ ଏକାଗ୍ରତା ଆସିବା ପାଇଁ ସେ ମନ୍ତ୍ରକୁ ଉଚ୍ଚାରଣ କରୁଥିବା ସମୟରେ ସେଠି ମନ୍ତ୍ର ସାଙ୍ଗରେ ବାନ୍ଧି ହଉଛି। କାହିଁକି ନା ହୁଁ ମନର ସ୍ୱଭାବ ଆମେ ବହୁତ ଥର କଥା ହେଇଛେ ଏକ ସମୟରେ ଏକ ବିଚାର କରେ ଦୁଇଟା ବିଚାର ହୁଁ କରେନି। ଆପଣ କରେନି ହଁ ଆପଣ ଯଦି ସ୍କୁଲରେ ଅଛନ୍ତି ଘର ହୁଁ କଥା ଭାବୁଛନ୍ତି ଶରୀର ସ୍କୁଲରେ ବସିଛି କିନ୍ତୁ ମନ ଘରେ ଅଛି। ହୁଁ କିନ୍ତୁ ଆପଣ ଯଦି ଘରେ ଅଛନ୍ତି ସ୍କୁଲ କଥା ଭାବୁଛନ୍ତି ଶରୀର ଘରେ ଅଛି ମନ ସ୍କୁଲରେ ଅଛି ହୁଁ ତ ସେମିତି ଏକ ସମୟରେ ଏକ ବିଚାର ଯେହେତୁ କରେ ଯେତେବେଳେ ମନ୍ତ୍ର ସାଙ୍ଗରେ ମନ ଏକାଗ୍ର ହଉଛି ସେଠୁ ହୁଁ ମନରେ ଯୋଉ ଏତେ ବେଗ ବିଚାରର ବେଗ ଥିଲା ଏଇଟା ସେଇଟା ଘର କଥା ପରିବାର କଥା ପଇସା କଥା କାମ କଥା ଏ ଯୋଉ ଭାବୁଥିଲା ଏସବୁ ଜିନିଷ କଣ ହବ ଶାନ୍ତ ହେଇଯିବ ଏସବୁ ଜିନିଷ ହୁଁ କଣ ହବ ସ୍ଥିର ହବ କାହିଁକି ନା ହୁଁ ଏକ ସମୟରେ ଏକ ବିଚାର ଯେହେତୁ ମନ ଧାରଣ କରେ ଯେହେତୁ ଏଇଟା ମନର ପ୍ରକୃତି ମନର ସ୍ୱଭାବ ମନରେ ଏକାଗ୍ରତା ଆଣିବା ପାଇଁ ମନ ଭିତରେ ମନ୍ତ୍ର ଉଚ୍ଚାରଣ କରୁଛେ ତ ହୁଁ ମନ୍ତ୍ରର ଦିଟା ଉଦ୍ଦେଶ୍ୟ ଅଛି। ଯେତେବେଳେ ମନରେ ମନ୍ତ୍ର ଉଚ୍ଚାରଣ କରୁଛେ ତାକୁ ମନକୁ ଏକାଗ୍ର କରିବା ପାଇଁ ମନ୍ତ୍ର ଉଚ୍ଚାରଣ କରୁଛେ କେତେବେଳେ ବାହାରେ ଯେତେବେଳେ ମନ୍ତ୍ର ଉଚ୍ଚାରଣ କରୁଛେ ଜଣେ ଜଣଙ୍କୁ କିଛି ବୁଝେଇବା ପାଇଁ କିଛି ବୁଝିବା ପାଇଁ ମନ୍ତ୍ର ଉଚ୍ଚାରଣ କରୁଛେ ଏଇଟା ହେଲା ହୁଁ ଆକ୍ଚୁଆଲି ସତ୍ୟ। ହୁଁ କିନ୍ତୁ ସାଧାରଣ ଜୀବନରେ ହଉଛି କଣ ନନା ହୁଁ ଆସିଲେ ମନ୍ତ୍ର ପଢିଦେଲେ ସେ କଣ ହୁଁ ପଢୁଛନ୍ତି ବିଚରା ଅଧେ ନନା ଅଛନ୍ତି ସେ ଜାଣିନାହାନ୍ତି ବି ସେ କଣ ବୋଲୁଛନ୍ତି ମୁଖସ୍ତ ହୁଁ କରିଦେଲେ ବୋଲିଦେଲେ ହୁଁ ଆମେ ବି ହୁଁ ତାକୁ ଶୁଣିଦେଲେ ଆମେ ହୁଁ ଭାବୁଛୁ ଆ ଦେହରେ କଣ ପୁଣ୍ୟ ମିଳିବ ପୁଣ୍ୟ ମିଳିଲେ ହୁଁ ମନସ୍କାମନା ପୂର୍ଣ୍ଣ ହବ। ଧରି ପାରୁଛନ୍ତି ଆଜିର ସମାଜ ଯାହା ଚାଲିଛି ଆଜିର ସମାଜ ମନସ୍କାମନା ପୂର୍ଣ୍ଣ ହବନି କେମିତି ପୂର୍ଣ୍ଣ ହବ? ହରିବୋଲ ହରିବୋଲ ଠିକ କଥା ଏ ଅନୁଷ୍ଠାନରେ ତ ମନସ୍କାମନା ପୂର୍ଣ୍ଣ ହବନି। ହବନି ହବନି କେତେ ମ ଜଣ ଭାବୁଛନ୍ତି ତାଙ୍କର ନାଇଁ ନାଇଁ ଗଲତଫହମି ନାଇଁ ହେଇପାରେ ନାଇଁ ନାଇଁ ଯୋଉ ବିଚରା ନାଇଁ ଭାବୁଛନ୍ତି ବିଚରା ହଉଛି ତାଙ୍କର ବି ଭୁଲ ନୁହଁ ସେପରିକା ନା ଅନେକ ନା ଲୋକ ଶୁଣନ୍ତୁ ସକାମ ଭକ୍ତି ଦେଖେଇକି ଏଠି ବଣିଜ ଚାଲିଛି ହଁ ହଁ ବୁଝିପାରୁଛନ୍ତି ହଁ ସକାମ ହଁ ଭକ୍ତି ଏ ପୂଜା କର ଗୁରୁବାର ଦିନ ପନ୍ଥେଇ ଖୋଳିକିରି ସରି ମଙ୍ଗଳବାର ଦିନ ପନ୍ଥେଇ ହୁଁ ଖୋଳିକିରି ମଙ୍ଗଳା ମାଙ୍କୁ ପୂଜା କଲେ ଏ ହୁଁ ମନସ୍କାମନା ପୂର୍ଣ୍ଣ ହବ। ହୁଁ ଗୁରୁବାର ଦିନ ମାଣବସା ଗୁରୁବାର କଲେ ମା ଲକ୍ଷ୍ମୀ ଘରକୁ ଆସିବେ। ଘରକୁ ବିଜେ କରିବେ ଧନ ସମ୍ପତ୍ତି ବୁଝିପାରୁଛନ୍ତି ମାନେ ଏଇଠି ଆମ ଉଦ୍ଦେଶ୍ୟ ଈଶ୍ୱର ପ୍ରାପ୍ତି କରିବା ନୁହଁ ଈଶ୍ୱରଙ୍କ ଠୁ କିଛି ପାଇବା ପାଇଁ ସକାମ ଭକ୍ତି କରୁଛେ ଏଇଟା ବି ଆମ ଅଜ୍ଞାନତା ଆମ ହୁଁ ଆମ ଭୁଲ ବି ନୁହଁ ସମାଜରେ ଅନେକ ଶରୀର ଆଧ୍ୟାତ୍ମିକତାକୁ ଆଧାର କରିକିରି ତାଙ୍କ ସ୍ୱାର୍ଥ ହୁଁ ପୂର୍ତ୍ତି କରିବା ପାଇଁ ବିଭିନ୍ନ ପ୍ରକାର ସକାମ ଭକ୍ତି ଜାଗୃତ କରିବାରୁ ସେ ହୁଁ ଜାଲରେ ଆମେ ଫସି ଯାଇଛେ ହୁଁ ବୁଝିପାରୁଛନ୍ତି ଏଇଟା ହେଲା ହୁଁ କିନ୍ତୁ ଏବେ ଆମେ ସେ ଜାଲରୁ ବାହାରି ପଡିଛେ ମାନେ ବାହାରି ପଡିଥିବା ମାଛ ଆମେ ସେ ଜାଲରୁ ହରିବୋଲ ହରିବୋଲ ହଁ ଭଲ ମୋର ଅନୁଭୂତିରେ କହୁଛି ଏଇ ଆଜ୍ଞା ଯୋଉ ଏମାନେ ସକାମ ଭକ୍ତି କରୁଛନ୍ତି ଆଜ୍ଞା ଆଜ୍ଞା ଯୋଉ କିଛି ସପୋଜ କିଛି ଗୋଟେ ତାଙ୍କର ଇଚ୍ଛା ହେଲା କି କିଛି ଗୋଟେ ପାଇବାର ଇଏ ରଖିଲେ ଆଜ୍ଞା ଏମାନେ କଣ ତାଙ୍କର ମାନସିକଟା ତାକୁ ସେମାନେ ମନରେ ହିଁ କହିଲେ ଆଜ୍ଞା ଗୋଟିଏ ଜିନିଷକୁ ମନ ବାରମ୍ବାର ବାରମ୍ବାର ଦହରେଇଲେ ଆଜ୍ଞା ସେ ଆଜ୍ଞା କଣ ହଉଛି ପ୍ରକୃତି ତାର ପରିବେଷ୍ଟିତ ଇଏକୁ ନେଇକି ସେଇଟାକୁ କିଛି ମାତ୍ରାରେ ପୂରଣ କରିଦଉଛି
ପୂରଣ କରିଦେଲେ ସେମାନେ କଣ ଭାବୁଛନ୍ତି ଏଇଟାକୁ ମୁଁ ମାନସିକ କଲି ମୋର ସୁନ୍ଦର ମନସ୍କାମନା କଥା ପୂର୍ଣ୍ଣ କହିଲେ, ହେଲା, ସୁନ୍ଦର କଥା ଏ କହିଲେ, ଦେବୀ ମୋର ଆରାଧ୍ୟ ହେଇଗଲେ। ସୁନ୍ଦର କଥା କହିଲେ। କୋଇନ୍ସିଡେଣ୍ଟ ଯାହା କହିଲେ ଚଳିବ। କୋଇନ୍ସିଡେଣ୍ଟ ମାନେ ଆପଣ ଠାକୁରଙ୍କୁ କିଛି ବର ମାଗିଲେ, ପ୍ରଭୁ ମୋ ଝିଅ ବାହାଘର ହଉ କିମ୍ବା ପୁଅ ବାହାଘର ହଉ, ଏଇଟା ହୁଁ ବର ହୁଁ ମାଗିଲେ, ମନ୍ଦିରକୁ ଗଲେ, ପୂଜା ଆଦି କାର୍ଯ୍ୟକ୍ରମ କଲେ, କିନ୍ତୁ ନିଜେ ଯୋଜନା କଲେ, ନିଜେ ଖୋଜିଲେ, ହୁଁ 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 ନିଜେ ହୁଁ ଖୋଜିକିରି ଝିଅ ପାଇଁ ଆପଣ କି ପୁଅ ପାଇଁ ବର କିମ୍ବା ବଧୂକୁ ଆପଣ ଖୋଜିକି ନିଜେ ବାହାର କଲେ। କିନ୍ତୁ ହୁଁ ଏଠି ହୁଁ ଆପଣ ମାନି ନେଉଛନ୍ତି ଏ ପୂଜାଟା କରିବା ଦ୍ଵାରା, ଏ ହୁଁ ଈଶ୍ୱରଙ୍କୁ ପ୍ରାର୍ଥନା କରିବା ଦ୍ଵାରା ବୋଧେ କାମଟା ହୁଁ ହେଲା ଆଉ ଠାକୁର ଅଛନ୍ତି, ହୁଁ ଠାକୁର ମତେ ବର ଦେଲେ, ଠାକୁର ମତେ ବର ଦେଲେ। ନିଜେ ବି ହୁଁ ହୁଁ କୋଇନ୍ସିଡେଣ୍ଟ ଟାକୁ ମାନି ନେଉଛନ୍ତି, ଅନେକ ଲୋକଙ୍କୁ ବି ବ୍ୟାଖ୍ୟା କରି କହୁଛନ୍ତି। ତା ବ୍ୟାଖ୍ୟା କରିବି, ହଁ ତା ତା ଠିକ କଥା ତା କହିଲେ। ଫଳରେ କଣ ହଉଛି, ଆଉ ଅନେକ ଲୋକ ଭାବୁଛନ୍ତି ତାଙ୍କ ଝିଅ ବାହାଘର ହେଲା ଯଦି ଆମ ପୁଅର ଚାକିରି ହବ, କାଳେ କାଳେ ମୋ ହୁଁ ଘର ଛାତ ପଡିଯିବ। ହୁଁ ବୁଝିପାରୁଛନ୍ତି, ସକାମ ଭକ୍ତି ହୁଁ ଆମେ କରି ହୁଁ ହୁଁ ନଉଛେ, ହୁଁ ଏ ହୁଁ ହୁଁ କୋଇନ୍ସିଡେଣ୍ଟ କୁ ସତ୍ୟ ମାନି ନଉଛେ। କିନ୍ତୁ ଆଜ୍ଞା ଯଦ୍ୟ ଠାକୁର ଆମକୁ ସତ୍ୟରେ କିଛି କାମ କାର୍ଯ୍ୟ ନ କରିକିରି କିଛି ବସ୍ତୁ ପଦାର୍ଥକୁ ଦିଅନ୍ତେ, ହୁଁ ଭାବନ୍ତୁ ସମାଜ କେତେ ଆନ୍ଦୋଳିତ ହେଇଯାଆନ୍ତା। ମାନେ ହୁଁ କିଛି ହୁଁ ସମାଜର ରୀତିନୀତି ରହନ୍ତାନି ନା, ଯେ ହୁଁ ହୁଁ ମାନେ ଗୋଟେ ସିଷ୍ଟମ ରହନ୍ତାନି। ହୁଁ ହୁଁ ସତ୍ୟ ହେଲା, ସମାଜରେ ଯାହା ବି ଆମେ ପାଉଛେ, ଯାହା ବି ଖାଦ୍ୟ ହଉ, ପେୟ ପଦାର୍ଥ ହଉ, ନିଶ୍ୱାସ ନଉଥିବା ଅକ୍ସିଜେନ ହଉ, ହୁଁ ବସ୍ତ୍ର, ଘର, ଯାହାବି ହୁଁ ଯାହାବି ହୁଁ ଆମେ ଏଇଠୁ ପାଇଛେ, ସେ ସବୁ ହୁଁ ସେଇ ଈଶ୍ୱରଙ୍କ ଦ୍ଵାରା ସୃଷ୍ଟି ହେଇଛି। ସେ ହିଁ ସୃଷ୍ଟି ହୁଁ କରିଛନ୍ତି। ତ ହୁଁ ଭୌତିକ ବସ୍ତୁ ପଦାର୍ଥ ପାଇବା ପାଇଁ ହେଲେ କର୍ମ କରିବାକୁ ପଡିବ, କାର୍ଯ୍ୟ ହୁଁ କରିବାକୁ ପଡିବ, ଯୋଜନା ହୁଁ କରିବାକୁ ପଡିବ। ହୁଁ ଇଏ ହୁଁ ପୂଜାର କିମ୍ବା ଆଧ୍ୟାତ୍ମିକତାର କିମ୍ବା ଆପଣଙ୍କର ସାଧନାର କେବଳ ଗୋଟିଏ ଉଦ୍ଦେଶ୍ୟ, ଏ ଚିରନ୍ତନ ସତ୍ୟକୁ, ଆତ୍ମ ତତ୍ଵକୁ ଚିହ୍ନିବା। ମୁଁ କିଏ ଚିହ୍ନିବା, ହଁ ଚିହ୍ନିବା ଆଉ ନିଜେ ଅନୁଭବ କରିବା। ଚିହ୍ନିବା ହୁଁ ଆଉ ଅନୁଭବ କରିବା। ନିଜେ ଅନୁଭବ କରିବା, ଏଇଟା ହିଁ ନାଇଁ, ଭଲ ପରମ ଏଇଟା ସତ୍ୟ। ଚର୍ଚ୍ଚା ହେଲେ, ଏଇଟା ବି ଅପଲୋଡ କରିଦବା। ଏଇଟା ବି ଅପଲୋଡ କରିଦେବି, ଛୋଟିଆ କଥାଟା। ନାଇଁ ନାଇଁ, ଛୋଟିଆ କଥା ନୁହଁ। ଛୋଟିଆ ଆପଣ ଭାବୁଛନ୍ତି, କିନ୍ତୁ ଏ ଛୋଟ ଛୋଟ କଥା ପଛଆଡେ ବି ବହୁତ ରହସ୍ୟ ଲୁଚିକିରି ଅଛି। ମନ୍ତ୍ର ଉଚ୍ଚାରଣ କଣ ନ ବୁଝିକିରି ଲୋକମାନେ ବିଭିନ୍ନ ମନ୍ତ୍ର ଉଚ୍ଚାରଣ ଏ କରୁଛନ୍ତି, ବିଭିନ୍ନ ପୂଜା ଏ ଆଦି ଯାକ ସବୁ ମୁଁ ଆପଣଙ୍କ ପାଖରୁ ହିଁ ଶିଖିଛି। ନାଇଁ ନାଇଁ, ଶୁଣନ୍ତୁ ଗୋଟେ କଥା ଏଇଟା ମୋର ଶୁଣନ୍ତୁ। ଅନୁଭୂତି କେତେବେଳେ ହେଲା ଜାଣିଲେ, ଆଜ୍ଞା ଆଜ୍ଞା ଆପଣ ଯୋଉ ମତେ କହିଥିଲେ, ମୁଁ ଆପଣଙ୍କୁ ଧ୍ୟାନ ବିଧି ପଚାରିଥିଲି, ଆଜ୍ଞା ଆପଣ ଯାହା ଯାହା କହିଛନ୍ତି ମୁଁ ସେଇ ଇଏରେ ଯାଉଛି। ଆଜ୍ଞା ମୁଁ ଖୋଲା ଆସମାନ ତଳେ ଅଟକି ଯାଇଛି, ଆପଣଙ୍କୁ ତ ଗୋଟେ ଥର ଫୋନ କରି କହିଥିଲି। ଆଜ୍ଞା 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 ତ ଯୋଉ ଆପଣ ମତେ କହିଥିଲେ, ନାଇଁ ନିଶ୍ୱାସକୁ ଦେଖ ବୋଲିକି, ଆଜ୍ଞା ଆଜ୍ଞା ଆଜ୍ଞା। ଏଇଟା ସେଇ ନିଶ୍ୱାସ କୁ ଦେଖୁ ଦେଖୁ ଏଇ ଜିନିଷରେ ମୁଁ ପହଞ୍ଚିଲି। ସେଇଥିପାଇଁ ନାଇଁ, ମୁଁ ନିଶ୍ଚୟ ଏଇଟା ନିଶ୍ଚୟ। କନଫର୍ମ ହବା ପାଇଁ ଗୋଟେ ଆପଣଙ୍କୁ ଗୋଟେ ଫୋନ କଥା କଲି। ଶୁଣନ୍ତୁ, ଆଜିକାଲି ଏମିତି ବି ଚାଲିଛି, କାହା ଦେହ ଖରାପ, ତାଙ୍କ ହୁଁ ପାଇଁ ମହାମୃତ୍ୟୁଞ୍ଜୟ ଜପ କରୁଛନ୍ତି ପଇସା ଦେଇକରି ମନ୍ଦିରରେ। ନନା ସାଡେ ମନ୍ତ୍ର ସ୍ମରଣ କଲେ, ମନ୍ତ୍ର ଜପ କଲେ, ଦାତା ହୁଁ ପଇସା ଦେଲେ, ଯାହା ହୁଁ ଦେହ ଖରାପ ହେଇଛି ସେ ବେଡ ରେ ପଡିଛନ୍ତି। ଆଚ୍ଛା, ତାଙ୍କ ହୁଁ ଦେହଟା କେମିତି ଭଲ ହବ କହିଲେ? ବୁଝିପାରୁଛନ୍ତି, ଶରୀର ବୁଝିପାରୁଛି। କାହିଁ ଛୋଟ କଥା ନୁହଁ, ଏଇଟା ବହୁତ ବଡ କଥା। ଇଏ ହୁଁ ଜାଲରେ ଫସିକିରି ବିଭିନ୍ନ ଲୋକ, ଯେତେବେଳେ ଆମର କିଛି ଶରୀରରେ ରୋଗ ପୀଡା ଥାଏ, କିମ୍ବା କେତେବେଳେ ମନ ଭିତରେ କେତେବେଳେ ଦୁଃଖ ଥାଏ, ଆମେ ଅନ୍ୟଙ୍କ ହୁଁ ସାହାରା ନେଇଥାଉ। ସେ ହୁଁ ସ୍ଥିତିକୁ ନେଇକରି ତାଙ୍କ ସାଙ୍ଗରେ ବିଭିନ୍ନ ଲୋକ ବେପାର କରୁଛନ୍ତି, ବାଣିଜ୍ୟ କରୁଛନ୍ତି। ବୁଝିପାରୁଛନ୍ତି, ହୁଁ ବିରାଟ ସ୍କାମ ହୁଁ ଚାଲିଛି। ଏସବୁ କଥା ଆମେ ଜାଣିବା ହୁଁ ଦରକାର। ହୁଁ ଆଧ୍ୟାତ୍ମିକତାର ହୁଁ ସଠିକ ପ୍ରଚାର ନହବାରୁ ଆଜି ହୁଁ। ସମାଜ ବହୁତ ବିଚରା ଦୁଃଖରେ ଅଛି, ବହୁତ ପୀଡାରେ ଅଛି। ଆଉ ଗୋଟେ କଥା, କୁହନ୍ତୁ। ଏସବୁ ଆମେ ଆମର କର୍ମ ଫଳ ଯୋଗୁ ଭୋଗୁଛୁ। ନାଇଁ, ଏଇଟା ତ ସତ୍ୟ। ଶରୀର କର୍ମ ହଁ ଫଳର ସିଦ୍ଧାନ୍ତରେ ଚାଲିଛି, କର୍ମ ଫଳକୁ ଆଜ୍ଞା। ହିଁ ଭୋଗୁଛି। ନାଇଁ, ହୁଁ କର୍ମ ଫଳ ପରିବର୍ତ୍ତନ ହେଇପାରେ। ନିଶ୍ଚୟ। ଯେମିତି ସଂସ୍କାର ଯଦି ଆମେ ପରିବର୍ତ୍ତନ କଲେ, ଶାସ୍ତ୍ର ଅନୁଯାୟୀ ଯଦି ଆମେ ଜୀବନ ଯାପନ କଲେ, ନିଶ୍ଚୟ କର୍ମ ଫଳ ପରିବର୍ତ୍ତନ ହବ। ଆଜ୍ଞା। ଭଲ ଲାଗିଲା, ଭଲ ପ୍ରଶ୍ନ। ଏଇଟା ଅପଲୋଡ କରିଦବା। ହଁ, ରହିଲି ଗୁରୁଜୀ, ଠିକ ଅଛି, ହରି ଓମ୍, ପ୍ରଣାମ। ପ୍ରଣାମ।